ମୁଁ ପ୍ରାୟତଃ ଦେଖିଛି ଯେ ଯେତେବେଳେ ତୁମେ କାହାକୁ କିଛି ପରାମର୍ଶ ଦିଅ ଏବଂ ସେମାନେ ସେହି ପରାମର୍ଶକୁ ମାନନ୍ତି ନାହିଁ, ତେବେ ତୁମକୁ ଖରାପ ଲାଗେ। ତୁମକୁ ଲାଗେ କି ସେ ଭୁଲ କରୁଛନ୍ତି, ତେଣୁ ମୁଁ ସେମାନଙ୍କୁ ସଠିକ୍ ପରାମର୍ଶ ଦେଉଛି। କିନ୍ତୁ ତଥାପି ସେହି ଲୋକମାନେ ମୋର ଉପଦେଶକୁ ଗ୍ରହଣ କରୁନାହାନ୍ତି ବା ମାନୁନାହାନ୍ତି। ତେଣୁ ପିଲାମାନେ ଭୁଲକୁ ସଂଶୋଧନ କରିବା ଏବଂ ସଠିକ୍ ପରାମର୍ଶ ଦେବା କେବଳ ଜଣେ ଭଲ ହୃଦୟର ବ୍ୟକ୍ତି ହିଁ କରିପାରେ। କିନ୍ତୁ ଯଦି ସାମ୍ନାରେ ଥିବା ବ୍ୟକ୍ତି ତୁମର ପରାମର୍ଶ ମାନୁନାହିଁ ଏବଂ ଭୁଲ ହିଁ କରିଚାଲିଛି, ତେବେ ତାହା ତାଙ୍କର କର୍ମ ଅଟେ। ତୁମେ ସେ ବିଷୟରେ ଚିନ୍ତା କର ନାହିଁ କିମ୍ବା ନିଜର ମନକୁ ଦୁଃଖୀ କର ନାହିଁ, ଅସନ୍ତୁଷ୍ଟ ହୁଅ ନାହିଁ। ତୁମେ ତାଙ୍କୁ ଠିକ୍ ପରାମର୍ଶ ଦେଇ ଏକ ଭଲ କାମ କରିଛ, ତେବେ ତାହା ତୁମର କର୍ମ ଖାତାକୁ ଆସିଗଲା। ତୁମେ କେବଳ ତୁମର କର୍ମ ଉପରେ ଧ୍ୟାନ ଦିଅ ଏବଂ ଅନ୍ୟମାନଙ୍କର ଆଚରଣ ହେତୁ ତୁମ ମନକୁ ଦୁଃଖୀ କର ନାହିଁ। ତୁମ ମନରେ କେବଳ ଏତିକି ଆଶ୍ୱାସନା ରଖ କି ମୁଁ ମୋ ତରଫରୁ ଏକ ଭଲ ପ୍ରୟାସ କରିଛି, ଆଗକୁ ବାବା ଦେଖିବେ। ଯେତେବେଳେ ତୁମେ ଏହିପରି ସମର୍ପଣ ଭାବ ରଖିବ, ତେବେ ତୁମର ମନ ସର୍ବଦା ହାଲୁକା ହୋଇ ରହିବ ଏବଂ ତୁମେ ଆନନ୍ଦ ଅନୁଭବ କରିବ। ଖୁସିରେ ରୁହ। ବହୁତ ସାରା ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।